ଆପଣମାନେ ଜାଣିଛନ୍ତି ଆଜି ମୋର ଗୋଟେ ଗୁଳିରେ ଦିଟା ଶିକାର ହେଇଛି। ଏମିତି ମୁଁ କ'ଣ ପାଇଁ କହିଲି ଭିଡ଼ିଓଟା ଲାଷ୍ଟ ଯାଏଁ ଦେଖନ୍ତୁ ଜାଣିପାରିବେ। ତ କାଲି ଗାଡ଼ି ପୂଜା ସରିଲା ପରେ ଆସିକି ମାମାକୁ ନେଇକି ଘରେ ଛାଡ଼ି ଦେଇଥିଲୁ। ଆଉ ଯେକୌଣସି ଗୋଟେ ନୂଆ ଜିନିଷ ଘରକୁ ଆସିଲେ ନା ଠାକୁରଙ୍କ ପାଖେ ପୂଜା ନ କଲେ ଜମା ବି ଭଲ ଲାଗେନି। ତ ସକାଳୁ ଆସିଲା ବେଳକୁ ଠାକୁରଙ୍କ ପୂଜା ସାମାନ ଧରିକି ଆମେ ଗାଁ ମନ୍ଦିରକୁ ପଳାଇ ଆସିଥିଲୁ ଗାଡ଼ି ପୂଜା କରିବା ପାଇଁ। ଆଉ ଗାଡ଼ି ପୂଜା କରିବା ପାଇଁ ଛୁଆମାନେ ବି ପୁରା ସ୍କୁଲ ଯିବା ପାଇଁ ରେଡ଼ି ହେଇକି ପଳାଇ ଆସିଲେ, ଆଗ ଗାଡ଼ି ପୂଜା କଲେ ତାପରେ ସ୍କୁଲ ଗଲେ। ତ ଏଠି ଭାଇନା ଏଠି ଗାଡ଼ି ପୂଜା କରୁଥିଲେ, ଆମେ ସମସ୍ତେ ଛିଡ଼ା ହେଇକି ଦେଖୁଥିଲୁ। ଆଉ ସେଇ ଭିତରେ ମନ୍ଦିର ବେଢ଼ା ବି ବୁଲି ଦେଇଥିଲୁ। ତ ଗାଡ଼ି ପୂଜା ସରିଲା ପରେ କୁହନ୍ତି କି ଲେମ୍ବୁ ମାରିଲେ ଶୁଭ ହୁଏ ବୋଲି। ତ ଏଟା ସରିଲା ପରେ ଘରକୁ ଯାଇକି ଛୁଆ ପଳେଇଲେ ସ୍କୁଲ। ଆସିଲା ପରେ ତ ଆମେ ଆଜି ଯାଇଥିଲୁ ଜଗନ୍ନାଥ ମନ୍ଦିର। ଯେହେତୁ ନୂଆ ଗାଡ଼ି ଆସିଛି ଭାବିଲୁ ଜଗାକୁ ବି ଜଣେଇଦେବୁ। ତ ସେଇଥିପାଇଁ କହିଥିଲି କି ଆଜି ଗୋଟେ ଗୁଳିରେ ମୋର ଦିଟା ଶିକାର ହେଇଛି। ତ ଜଗା ଦର୍ଶନ କରିବା ପୂର୍ବରୁ ମା ବାଟମଙ୍ଗଳାଙ୍କ ଦର୍ଶନ କରିଥିଲୁ। ଆଉ ଏଠି ମାଆଙ୍କ ପାଖକୁ ଆସିଲେ ନା ମୁଁ ବହୁତ କିଛି ମାଗିବି ଭାବିଥାଏ, କିନ୍ତୁ ମାଆଙ୍କ ମୁହଁ ଦେଖିଦେଲେ କିଛି ବି ମାଗିପାରେନି। ତ ଫାଇନାଲି ଆମେ ପହଞ୍ଚିଗଲୁ ବଡ଼ଦାଣ୍ଡରେ। ଆଉ ବଡ଼ଦାଣ୍ଡରେ ପହଞ୍ଚିଗଲେ ଗୋଟେ ଅଲଗା ପ୍ରକାର ସୁକୁନ ମିଳେ। ତ ଭିତରକୁ ଗଲୁ, ଜଗା ଦର୍ଶନ କଲୁ, ଅଭଡ଼ା ବି ଖାଇଲୁ। ତ ତା ପୂର୍ବରୁ ଗଲା ପୂର୍ବରୁ ଏଠି କିଛି ଟଙ୍କ ତୋରାଣି ମିଳୁଥିଲା, ପିଇଦେଲୁ। ତ ବିଚ୍ କିନ୍ତୁ ଆଜି ଗଲୁନି, ଭାବିଲୁ କି ଆଉ କେବେ ଛୁଆଙ୍କୁ ନେଇକି ଆସିବୁ, ବିଚ୍ ବୁଲାବୁଲି କରିବୁ। ତ ଆସିଲା ବେଳକୁ ଫେଣି ନେଇକି ସିଧା ପଳାଇ ଆସିଲୁ ଘରକୁ। ଆଜି ପାଇଁ